পদ্মাসন সচিতাং ত্রিনয়নাং পিতাং শুক্লাচিনীং হেমাভাঙ্গরুচিং শশাঙ্কমুকুটাং সত্যম্পাকুরাং হস্তির্মুদ্গর পাশবদ্ধরসরাং সংবিভ্রতি ভূষণৈ ব্যাপ্তাঙ্গিং বগলামুখীং ত্রিজগতাং সত্যমিনীং চিন্তয়ে। জগজ্জননী মা বগলামুখী আদি দিনের ইষ্টদেবতা মঙ্গল দেবতা লক্ষ্মীনারায়ণ জগন্নাথ বলভদ্র সুভদ্রা সুদর্শনী চতুর্ধামূর্তি দেবতা ইষ্টদেবী মা জগজ্জননী ଖଣ୍ଡୁଆଳି ଯେଉଁମାନେ ଆଜିର ଏ ଆଷ୍ଟ ସମ୍ବାଦର ଦୈନିକ ରାଶିଫଳ କାର୍ଯ୍ୟକ୍ରମଟି ଦେଖୁଛନ୍ତି ଶୁଣୁଛନ୍ତି ସେମାନଙ୍କର ପାଇଁ ଆଜିର ଦିନଟି ସୁଖ ସମୃଦ୍ଧି ମାନସିକ ପାରିବାରିକ ଶାନ୍ତି ଉତ୍ତମ ସ୍ୱାସ୍ଥ୍ୟ ଓ ସମ୍ପଦର ଦିନ ହେଉ, ଏହା ହିଁ ଜଗନ୍ନାଥଙ୍କ ପାଖରେ କାମନା କରି ଆରମ୍ଭ କରୁଛୁ ଆଜିର ଆମର ଦୈନିକ ରାଶିଫଳ କାର୍ଯ୍ୟକ୍ରମ। ଜୟ ଜଗନ୍ନାଥ। ପ୍ରଥମେ ଆମେ ଜାଣିନେବା ଆଜିର ପଞ୍ଜିକା। ଆଜି ମେ ମାସ 26 ତାରିଖ 2026 ମସିହା 212 ଦିନ ଜ୍ୟେଷ୍ଠ ମାସ ମଳ ଶୁକ୍ଳପକ୍ଷ ଦଶମୀ ଗତ ଏକାଦଶୀ ମଙ୍ଗଳବାର। ଦଶମୀ ତିଥି ସକାଳ 5ଟା 11 ମିନିଟ୍ ପର୍ଯ୍ୟନ୍ତ ରହିବ ଏବଂ ଏହାପରେ ଏକାଦଶୀ ତିଥି ଭୋଗ ହେବ। ଆଜିର ରାଶି ନକ୍ଷତ୍ର ହସ୍ତା କନ୍ୟା। ହସ୍ତା ନକ୍ଷତ୍ର ଅହରାତ୍ର 60 ଦଣ୍ଡ ଅବସ୍ଥାନ କରିବ ଏବଂ ଚନ୍ଦ୍ର କନ୍ୟା ରାଶିରେ ଅହରାତ୍ର 60 ଦଣ୍ଡ ଅବସ୍ଥାନ କରିବ। ସକାଳ 5ଟା 21 ମିନିଟ୍ ପରେ ସକାଳ 5ଟା 11 ମିନିଟ୍ ପରେ ଏକାଦଶୀ ତିଥି ଯୋଗୁଁ ଶିମ୍ବ ଖାଇବା ମନା, ଖାଇଲେ ମହାପାପ। ଏ ଥିଲା ଆଜିର ପଞ୍ଜିକା। ବର୍ତ୍ତମାନ ଆମେ ଜାଣିନେବା କେମିତି କଟିବ 12ଟି ରାଶିର ବ୍ୟକ୍ତିମାନଙ୍କର ଆଜିର ଦିନ ଏବଂ କ'ଣ କଲେ ବା କେଉଁ ମନ୍ତ୍ରଟି ପାଠ କଲେ ଆପଣଙ୍କର ଦିନଟି ଆଜି ପାଇଁ ମଙ୍ଗଳମୟ ଶୁଭମୟ ହେବ, ସେ ବିଷୟରେ ମଧ୍ୟ ଆମେ ଆଜି ଆଲୋଚନା କରିବା। ପ୍ରଥମେ ଜାଣିନେବା ଜାତଚକ୍ରର ପ୍ରଥମ ରାଶି ମେଷ ରାଶି। ମେଷ ରାଶି ଷଷ୍ଠ ଚନ୍ଦ୍ର ମଙ୍ଗଳବାର ଓ ଚନ୍ଦ୍ରଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ମନରେ ଉନ୍ନତ ଚିନ୍ତାଧାରା ଉଚ୍ଚାଭିଳାଷ ପ୍ରକାଶ ପାଇବ ଏବଂ ଉନ୍ନତିମୂଳକ କର୍ମରେ ଧ୍ୟାନ ଅଧିକ ରହିବ। ରୋଗ ଋଣ ଦୁଃଖ ଶୋକ କ୍ଲେଶ ମାନସିକ ଅବସାଦରୁ ସାମୟିକ ମୁକ୍ତି ମିଳିବ ଏବଂ ଦେହ ମନ ସୁସ୍ଥ ରହିବ। ପରୋପକାର ସମାଜ ସେବା ଧାର୍ମିକ କର୍ମରେ ଅଧିକ ଆଗ୍ରହ ରହିବ ଏବଂ ମହତ୍ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିବେ। ଶତ୍ରୁମାନେ ମିତ୍ରତାରେ ହାତ ବଢ଼ାଇବେ ଏବଂ ଆପଣଙ୍କ ବକ୍ତବ୍ୟରେ ସମ୍ମୋହନର ଶକ୍ତି ରହିବ। ମନରେ ପ୍ରସନ୍ନତା, ଶରୀରରେ ସୁସ୍ଥତା, ପରିବାରରେ ମିତ୍ରତା, ସମସ୍ତଙ୍କ ସହ ବନ୍ଧୁତା ଏବଂ ସମସ୍ତଙ୍କର ଶ୍ରଦ୍ଧାର ପାତ୍ର ହେବେ। ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ। କର୍ମରେ ଆଶାଠାରୁ ଅଧିକ ସଫଳତା, ଉଚ୍ଚ ସମ୍ମାନ, ଉଚ୍ଚ ପଦବୀ ପ୍ରାପ୍ତ ହେବ। ଯେଉଁମାନଙ୍କର ଅଶ୍ୱିନୀ ଓ କୃତ୍ତିକା ମେଷ ସେମାନେ ଉପକୃତ ହେବେ। ଶୁଭ ରଙ୍ଗ ଲାଲ, ସଂଖ୍ୟା 3, ଆରାଧନା ମା ବଗଳାମୁଖୀ। ବୃଷ ରାଶି ଘାତ ଚନ୍ଦ୍ର ଏବଂ ଘାତ ନକ୍ଷତ୍ର ଯୋଗୁଁ ଅପମାନ ଅପଦୋଷ ଅପନିନ୍ଦା ମିଳିବ ଏବଂ ମନ ଅସ୍ଥିର ବିଷାଦଗ୍ରସ୍ତ ଚାପଗ୍ରସ୍ତ ରହିବ। ବିଦ୍ୟା ବୁଦ୍ଧି ଜ୍ଞାନ ଗାରିମା ପ୍ରତ୍ୟୁତ୍ପନ୍ନ ମତି ଦୂରଦୃଷ୍ଟି ଧୀ ଶକ୍ତି ସ୍ମରଣ ଶକ୍ତି ଲୋପ ପାଇବ ଏବଂ ମାନ ସମ୍ମାନ ହାନି ଘଟିବ। ଇତରଜନଠାରୁ ଅପମାନ ପାଇବେ ଏବଂ ନିଜର ପ୍ରିୟ ବନ୍ଧୁଙ୍କ ସହ ମତାନ୍ତର କିମ୍ବା ତାଙ୍କଠାରୁ ଅପମାନ ମିଳିପାରେ। ସନ୍ତାନମାନେ ବିଶୃଙ୍ଖଳିତ ହେବେ ଏବଂ ତାଙ୍କ ଶିକ୍ଷା ଦୀକ୍ଷା କର୍ମରେ ବାଧାବିଘ୍ନ ଉପୁଜିବ। ପିତାମାତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବ ଏବଂ ପାରିବାରିକ ବିବାଦ ଉଗ୍ର ରୂପ ଧାରଣ କରିବ। ବାଣିଜ୍ୟ ବ୍ୟବସାୟ ଓ ପରିବହନରେ କ୍ଷତି ପହଞ୍ଚିବ। କର୍ମରେ ବିଫଳତା ଓ ସହକର୍ମୀଙ୍କ ଉପହାସର ପାତ୍ର ହେବେ। ଯେଉଁମାନଙ୍କର ରୋହିଣୀ ବୃଷ ସେମାନେ ସତର୍କତା ଅବଲମ୍ବନ କରିବେ। ଶୁଭ ରଙ୍ଗ ନୀଳ, ସଂଖ୍ୟା 2, ଆରାଧନା ମା କମଳା। ମିଥୁନ ରାଶି ସପ୍ତମ ଚନ୍ଦ୍ର ମଙ୍ଗଳବାର ଯୋଗୁଁ ଚତୁର୍ଥ ଚନ୍ଦ୍ର ମଙ୍ଗଳବାର ଯୋଗୁଁ ଗୁରୁଜନଙ୍କ ସହ ବିବାଦ, କ୍ଷମତାଶାଳୀ ବ୍ୟକ୍ତିଙ୍କ ସହ ଶତ୍ରୁତା, ରାଜନୈତିକ ବ୍ୟକ୍ତିଙ୍କ ଆକ୍ରୋଶର ଶିକାର ହେବେ ଏବଂ ପରିବାରରେ ଅଶାନ୍ତିର ବାତାବରଣ ରହିବ। ଧନ କ୍ଷତି, ମାନସିକ ଅସ୍ଥିରତା, ପରିବାରରେ ମନୋମାଳିନ୍ୟ,
ସ୍ୱଜନରେ ବିବାଦ, ପଡ଼ୋଶୀଙ୍କ ସହ ତିକ୍ତତା ଏବଂ ଆର୍ଥିକ ଠକାମିରେ ପଡ଼ିବେ। ଅନ୍ୟଠାରୁ ଆଣିଥିବା ଧନ ଫେରାଇବାରେ ଅସମର୍ଥ ହେବେ ଏବଂ ଅନ୍ୟକୁ ଦେଇଥିବା ଧନ ପାଇବାରେ ବିଫଳ ହେବେ। ଧନକୁ ନେଇ ବିବାଦ, ମାନି ମୋକଦ୍ଦମାରେ ପଡ଼ିପାରନ୍ତି ଏବଂ ମୂଲ୍ୟବାନ ପଦାର୍ଥ ନଷ୍ଟ କିମ୍ବା ହଜିଯାଇପାରେ। ବାଣିଜ୍ୟ ବ୍ୟବସାୟରେ କ୍ଷତି ପହଞ୍ଚିବ। ପରିବହନ ବ୍ୟବସାୟରେ ବିପର୍ଯ୍ୟୟ ଘଟିବ। କର୍ମରେ ବିଫଳତା ଓ ପଦସ୍ଥ ଅଧିକାରୀଙ୍କ ରୋଷର ଶିକାର ହେବେ। ଯେଉଁମାନଙ୍କର ପୁନର୍ବସୁ ମିଥୁନ ସେମାନେ ସତର୍କତା ଅବଲମ୍ବନ କରିବେ। ଶୁଭ ରଙ୍ଗ ସବୁଜ, ସଂଖ୍ୟା 12, ଆରାଧନା ମା ତ୍ରିପୁର ସୁନ୍ଦରୀ। କର୍କଟ ରାଶି, ତୃତୀୟ ଚନ୍ଦ୍ର, ମଙ୍ଗଳବାର ଓ ଚନ୍ଦ୍ରଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ଅସମ୍ଭବକୁ ସମ୍ଭବ କରିବାରେ ସମର୍ଥ ହେବେ ଏବଂ ସମସ୍ତ ଆଶା ଆକାଂକ୍ଷା ଅଭିଳାଷ ପୂର୍ଣ୍ଣ ହେବ। ମନରେ ଉନ୍ନତ ଚିନ୍ତାଧାରା, ଉଚ୍ଚାଭିଳାଷ ପ୍ରକାଶ ପାଇବ ଏବଂ ଉନ୍ନତିମୂଳକ କର୍ମରେ ଧ୍ୟାନ ଅଧିକ ରହିବ। ସୁଖବର ସୁସମ୍ବାଦ ମିଳିବ ଏବଂ ସମସ୍ତ କର୍ମରେ ସୁଚିନ୍ତିତ ପଦକ୍ଷେପ ନେବେ। ମନରେ ଦୃଢ଼ ଇଚ୍ଛାଶକ୍ତି, ଆତ୍ମବିଶ୍ୱାସ ପ୍ରକାଶ ପାଇବ ଏବଂ ମନୋବଳ ଦୃଢ଼ ହେବ। ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ନୂତନ ବ୍ୟବସାୟ ପାଇଁ ଚୁକ୍ତିବଦ୍ଧ ହେବେ। କର୍ମରେ ଆଶାଠାରୁ ଅଧିକ ସଫଳତା ଓ ସମସ୍ତ କର୍ମରେ ଆପଣଙ୍କର କାର୍ଯ୍ୟଦକ୍ଷତା ଓ ସମୟାନୁବର୍ତ୍ତିତା ପ୍ରକାଶ ପାଇବ। ଯେଉଁମାନଙ୍କର କୁଶିଆ କର୍କଟ ସେମାନେ ସୁଫଳ ପାଇବେ। ଶୁଭ ରଙ୍ଗ ଧଳା, ସଂଖ୍ୟା 1, ଆରାଧନା ଭଗବାନ ଶିବ। ସିଂହ ରାଶି, ଶୁକ୍ଳପକ୍ଷର ଦ୍ୱିତୀୟ ଚନ୍ଦ୍ର, ମଙ୍ଗଳବାର ଓ ଚନ୍ଦ୍ରଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ଧନ ସମ୍ପଦ ବୃଦ୍ଧି ପାଇବ ଏବଂ ଆୟର ନୂତନ ମାର୍ଗ ଖୋଲିବ। ଅଯଥା ଖର୍ଚ୍ଚ, ବଦ ଖର୍ଚ୍ଚ, ପରିବାରର ଖର୍ଚ୍ଚ ଭାର କମ୍ ରହିବ ଏବଂ ଖର୍ଚ୍ଚ ପ୍ରତି ମନରେ ଅନାଗ୍ରହ ଭାବ ପ୍ରକାଶ ପାଇବ। ଆୟର କିଛି ଅଂଶ ସଞ୍ଚୟରେ କିମ୍ବା କୌଣସି ଆର୍ଥିକ ସଂସ୍ଥାରେ ସ୍ଥାୟୀ ବିନିଯୋଗ କରିବେ ଏବଂ ଧନର ସତ୍ ବିନିଯୋଗ କରିବେ। ମୂଲ୍ୟବାନ ଧାତୁ, ବସନ ଭୂଷଣ, ଭୂମି, ଯାନବାହନ କ୍ରୟ କରିବେ ଏବଂ ଉନ୍ନତିମୂଳକ କର୍ମରେ ଧନର ବିନିଯୋଗ କରିବେ। ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ନୂତନ ବ୍ୟବସାୟର ସୁଯୋଗ ଜୁଟିବ। କର୍ମରେ ସଫଳତା ମିଳିଲେ ମଧ୍ୟ କିଛିଟା ସମସ୍ୟା ଏବଂ ମନରେ ଆତ୍ମସନ୍ତୋଷ ମିଳିବ ନାହିଁ। ଯେଉଁମାନଙ୍କର ମଘା ଉତ୍ତରା ଫାଲ୍ଗୁନୀ ସିଂହ ସେମାନେ ସୁଫଳ ପାଇବେ। ଶୁଭ ରଙ୍ଗ ଗୋଲାପୀ, ସଂଖ୍ୟା 6, ଆରାଧନା ପ୍ରଭୁ ଜଗନ୍ନାଥ। ଶ୍ରୀ ଚନ୍ଦ୍ର ଓ ଚନ୍ଦ୍ରଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ମନରେ ପ୍ରସନ୍ନତା, ଶରୀରରେ ସୁସ୍ଥତା, ପରିବାରରେ ମିତ୍ରତା, ସମସ୍ତଙ୍କ ସହ ବନ୍ଧୁତା, ଚାଲିଚଳନରେ ସଂଯମତା, ବଚନରେ ମଧୁରତା ଏବଂ ସମସ୍ତ କର୍ମରେ ସ୍ୱଚ୍ଛତା ଓ ସମୟାନୁବର୍ତ୍ତିତା ଆପଣାଇବେ। ପରୋପକାର, ସମାଜ ସେବା, ଧାର୍ମିକ କର୍ମରେ ଅଧିକ ଆଗ୍ରହ ରହିବ ଏବଂ ଚାଲି ଚଳନ, ବ୍ୟବହାର, କଥାବାର୍ତ୍ତା ମାର୍ଜିତ ଓ ସର୍ବଜନାଦୃତ ହେବ। ସ୍ୱଜନ ପରିଜନ, ବନ୍ଧୁ ବାନ୍ଧବ, ସହକର୍ମୀ ସହଯୋଗୀ, ପରିବାର ସଦସ୍ୟଙ୍କ ସହଯୋଗ ମିଳିବ ଏବଂ ପରିବାରର ସମସ୍ତ ସଦସ୍ୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ। ସୁଖବର ସୁସମ୍ବାଦ ମିଳିବ ଏବଂ ସୁଖାଦ୍ୟ ସୁବଚନ ପ୍ରାପ୍ତି ହେବ। ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ଆୟ ଯାହା ହେଲେ ମଧ୍ୟ ମନରେ ଆତ୍ମସନ୍ତୋଷ, ଆତ୍ମତୃପ୍ତି ରହିବ। କର୍ମରେ ସ୍ୱଳ୍ପ ପରିଶ୍ରମରେ ଅଧିକ ସଫଳତା ଓ ସମ୍ମାନ ମିଳିବ। ଯେଉଁମାନଙ୍କର ଉତ୍ତରା ଫାଲ୍ଗୁନୀ ଓ ଚିତ୍ରା କନ୍ୟା ସେମାନେ ସୁଫଳ ପାଇବେ। ଶୁଭ ରଙ୍ଗ କଫି, ସଂଖ୍ୟା 8, ଆରାଧନା ଭଗବାନ ବିଷ୍ଣୁ। ତୁଳା ରାଶି, ଦ୍ୱାଦଶ ଚନ୍ଦ୍ର ଯୋଗୁଁ ଆୟ 5 ଟଙ୍କା ହେଲେ ବ୍ୟୟ 25 ଟଙ୍କା ହେବ ଏବଂ ଆର୍ଥିକ ସ୍ଥିତି ବିଗିଡ଼ିଯିବ। ମନରେ ଦୁଶ୍ଚିନ୍ତା, ଦୁର୍ଭାବନା, ହତୋତ୍ସାହ ଭାବ ପ୍ରକାଶ ପାଇବ ଏବଂ ଚାଲି ଚଳନ, ବ୍ୟବହାର, କଥାବାର୍ତ୍ତା ବିବାଦୀୟ ହେବ। ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେବାରେ ଅସମର୍ଥ ହେବେ ଏବଂ ସମସ୍ତ କର୍ମରେ ଭୁଲ ନିଷ୍ପତ୍ତି ନେବେ। ଅଯଥା ଖର୍ଚ୍ଚ, ବୃଥା ଭ୍ରମଣ ଲାଗି ରହିବ ଏବଂ ସତ୍ସଙ୍ଗ ପରିତ୍ୟାଗ କରି କୁସଙ୍ଗରେ ପଡ଼ିବେ। ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ଆୟଠାରୁ ବ୍ୟୟ ଅଧିକ ହେବ। କର୍ମରେ ବିଫଳତା ଓ ସମସ୍ତ କର୍ମରେ ଅଯଥା ବିଳମ୍ବ ଦେଖାଦେବ। ଯେଉଁମାନଙ୍କର ବିଶାଖା ତୁଳା ସେମାନେ ସତର୍କତା ଅବଲମ୍ବନ କରିବେ। ଶୁଭ ରଙ୍ଗ ନୀଳ, ସଂଖ୍ୟା 4, ଆରାଧନା ପ୍ରଭୁ ଶ୍ରୀରାମ। ବିଛା ରାଶି, ଏକାଦଶ ଚନ୍ଦ୍ର, ସକାଳ 5ଟା11 ପରେ ଏକାଦଶୀ ତିଥି ଯୋଗୁଁ ଭାଗ୍ୟରେ, କର୍ମରେ, ଆର୍ଥିକ ଅବସ୍ଥାରେ ଉନ୍ନତି ଆସିବ ଏବଂ ଧନ ସମ୍ପଦ ପ୍ରାଚୁର୍ଯ୍ୟ ପ୍ରତିପତ୍ତି ବୃଦ୍ଧି ପାଇବ। ମଙ୍ଗଳବାର ଓ ଚନ୍ଦ୍ରଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ
ନୂତନ କର୍ମ ଆରମ୍ଭ କରିପାରନ୍ତି କିମ୍ବା ନୂତନ କର୍ମ ନିଯୁକ୍ତିର ଖବର ମିଳିପାରେ। ମନରେ ଉନ୍ନତ ଚିନ୍ତାଧାରା ଉଚ୍ଚାଭିଳାଷ ପ୍ରକାଶ ପାଇବ ଏବଂ ଉନ୍ନତିମୂଳକ କର୍ମରେ ଉନ୍ନତିମୂଳକ କର୍ମରେ ଧ୍ୟାନ ଅଧିକ ରହିବ। ମୂଲ୍ୟବାନ ଧାତୁ ଭୂମି ଯାନବାହନ କ୍ରୟ କରିବେ ଏବଂ ଧନର ସତ୍ ବିନିଯୋଗ କରିବେ। ନୂତନ କର୍ମାରମ୍ଭ ବ୍ୟବସାୟ ଆରମ୍ଭ ବିଦେଶ ଯାତ୍ରାର ସୁଯୋଗ ଜୁଟିବ ଏବଂ ଆୟର ନୂତନ ମାର୍ଗ ଉନ୍ମୁକ୍ତ ହେବ। ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ। କର୍ମରେ ସଫଳତା ଉଚ୍ଚ ସମ୍ମାନ ଉଚ୍ଚ ପଦବୀ ପ୍ରାପ୍ତ ହେବ। ଯେଉଁମାନଙ୍କର ଅନୁରାଧାର ଇଚ୍ଛା ସେମାନେ ସୁଫଳ ପାଇବେ। ଶୁଭ ରଙ୍ଗ ହଳଦିଆ, ସଂଖ୍ୟା 11, ଆରାଧନା ମା ଚଣ୍ଡୀ। ଧନୁ ରାଶି ଦଶମ ଚନ୍ଦ୍ର ମଙ୍ଗଳବାର ସକାଳ 5ଟା 11 ପର୍ଯ୍ୟନ୍ତ ଦଶମୀ ତିଥି ଯୋଗୁଁ ଭାଗ୍ୟ ଅପେକ୍ଷା କର୍ମରେ ଅଧିକ ବିଶ୍ୱାସ ଓ ଗୁରୁତ୍ୱ ରହିବ ଏବଂ ବ୍ୟବସାୟ ଅପେକ୍ଷା କର୍ମରେ ଅଧିକ ସଫଳତା ମିଳିବ। ମନରେ କର୍ମରେ ଉନ୍ନତି, କର୍ମ ପ୍ରତି ଏକାଗ୍ରତା ଆନ୍ତରିକତା ବୃଦ୍ଧି ପାଇବ ଏବଂ ସମସ୍ତ କର୍ମରେ ଆପଣଙ୍କର କର୍ମକୁଶଳତା କର୍ମତତ୍ପରତା ଓ କାର୍ଯ୍ୟଦକ୍ଷତା ପ୍ରକାଶ ପାଇବ। ମନରେ ପ୍ରସନ୍ନତା, ଚାଲିଚଳନରେ ସଂଯମତା, ବଚନରେ ମଧୁରତା ଏବଂ ସମସ୍ତ କର୍ମରେ ସ୍ୱଚ୍ଛତା ଓ ସମୟାନୁବର୍ତ୍ତିତା ଆପଣାଇବେ। ମନରେ ସତ୍ ଚିନ୍ତା ସତ୍ ଭାବନା ପ୍ରକାଶ ପାଇବ ଏବଂ ସତ୍ କର୍ମରେ ଅଧିକ ଆଗ୍ରହ ରହିବ। ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ। କର୍ମରେ ସଫଳତା ସମ୍ମାନ ଶୀର୍ଷରେ ରହିବ। ଯେଉଁମାନଙ୍କର ମୂଳା ଉତ୍ତରାଷାଢ଼ ଧନୁ ସେମାନେ ଉପକୃତ ହେବେ। ଶୁଭ ରଙ୍ଗ ହଳଦିଆ, ସଂଖ୍ୟା 5, ଆରାଧନା ପ୍ରଭୁ ଶ୍ରୀ ଜଗନ୍ନାଥ। ମକର ରାଶି ଶୁକ୍ଳପକ୍ଷର ନବମ ଚନ୍ଦ୍ର ଘାତ ବାର ଯୋଗୁଁ ଘାତ ବାରର ପ୍ରଭାବ ବିଶେଷ ରହିବ ନାହିଁ। ଯଶ ସମ୍ମାନ ସାମାଜିକ ପ୍ରତିଷ୍ଠା ଜନସମ୍ପର୍କ ବୃଦ୍ଧି ପାଇବ ଏବଂ ମହତ୍ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିବେ। ଗୁରୁଜନଙ୍କ ପ୍ରତି ସମ୍ମାନ, ଲଘୁଜନଙ୍କ ପ୍ରତି ସ୍ନେହ ଶ୍ରଦ୍ଧା ଆନ୍ତରିକତା ଅଧିକ ରହିବ ଏବଂ କୌଣସି ସଭା କିମ୍ବା ସଂଗଠନର ନେତୃତ୍ୱ ମିଳିବ। ସୁଖବର ସୁସମ୍ବାଦ ମିଳିବ ଏବଂ ସମସ୍ତ କର୍ମରେ ସୁଚିନ୍ତିତ ପଦକ୍ଷେପ ନେବେ। ମୂଲ୍ୟବାନ ଧାତୁ ଭୂମି ଯାନବାହନ କ୍ରୟ କରିବେ ଏବଂ ଉନ୍ନତିମୂଳକ କର୍ମରେ ଧନର ବିନିଯୋଗ କରିବେ। ପରୋପକାର ସମାଜ ସେବା ଧାର୍ମିକ କର୍ମରେ ଅଧିକ ଆଗ୍ରହ ରହିବ ଏବଂ ଗୁରୁଜନଙ୍କ କୃପା ଲାଭ କରିବେ। ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ। କର୍ମରେ ସଫଳତା ଓ ସମ୍ମାନ ମିଳିବ। ଯେଉଁମାନଙ୍କର ଉତ୍ତରାଷାଢ଼ ଓ ଧନିଷ୍ଠା ମକର ସେମାନେ ସୁଫଳ ପାଇବେ। ଶୁଭ ରଙ୍ଗ ବାଇଗଣୀ, ସଂଖ୍ୟା 6, ଆରାଧନା ମା ଦୁର୍ଗା। କୁମ୍ଭ ରାଶି ଅଷ୍ଟମ ଚନ୍ଦ୍ର ମଙ୍ଗଳବାର ଯୋଗୁଁ ଧନ କ୍ଷତି, ମାନସିକ ଅସ୍ଥିରତା, ପରିବାରରେ ମନୋମାଳିନ୍ୟ, ସ୍ୱଜନରେ ବିବାଦ, ପଡ଼ୋଶୀଙ୍କ ସହ ତିକ୍ତତା ଏବଂ ଶାରୀରିକ ପୀଡ଼ା ଭୋଗିବେ। ଉଚିତ କର୍ମରୁ ବିଚ୍ୟୁତ ହୋଇ ଅନୁଚିତ କର୍ମରେ ଆଗ୍ରହ ରଖିବେ ଏବଂ ସମସ୍ତ କର୍ମରେ ଭୁଲ ନିଷ୍ପତ୍ତି ନେବେ। ମନ ଅସ୍ଥିର, ବିଷାଦଗ୍ରସ୍ତ, ଚାପଗ୍ରସ୍ତ ରହିବ ଏବଂ ଚାଲି ଚଳନ ବ୍ୟବହାର କଥାବାର୍ତ୍ତା ବିବାଦୀୟ ହେବ। ଅଯଥା ଖର୍ଚ୍ଚ, ବଦଖର୍ଚ୍ଚ, ପରିବାରର ଖର୍ଚ୍ଚ ଭାର ବୃଦ୍ଧି ପାଇବ ଏବଂ ଖର୍ଚ୍ଚ ଭାରରେ ଅତିଷ୍ଠ ହୋଇ ଋଣ କରିବାକୁ ପଡ଼ିପାରେ। ବାଣିଜ୍ୟ ବ୍ୟବସାୟ ଓ ପରିବହନରେ କ୍ଷତି ପହଞ୍ଚିବ। କର୍ମରେ ବିଫଳତା, ସହକର୍ମୀଙ୍କ ବିରୋଧ ଓ ପଦସ୍ଥ ଅଧିକାରୀଙ୍କ ରୋଷର ଶିକାର ହେବେ। ଯେଉଁମାନଙ୍କର ପୂର୍ବଭାଦ୍ର କୁମ୍ଭ ସେମାନେ ସତର୍କତା ଅବଲମ୍ବନ କରିବେ। ଶୁଭ ରଙ୍ଗ କଳା, ସଂଖ୍ୟା 11, ଆରାଧନା ମା କାଳୀ। ରାଶି ମୀନ ରାଶି ସପ୍ତମ ଚନ୍ଦ୍ର ମଙ୍ଗଳବାର ଓ ଚନ୍ଦ୍ରଙ୍କ ନକ୍ଷତ୍ର ହେଉଥିବାରୁ ଧନ ସମ୍ପଦ ପ୍ରାଚୁର୍ଯ୍ୟ ପ୍ରତିପତ୍ତି ବୃଦ୍ଧି ପାଇବ ଏବଂ ଆୟର ନୂତନ ମାର୍ଗ ଉନ୍ମୁକ୍ତ ହେବ। ମନରେ ପ୍ରସନ୍ନତା, ଶରୀରରେ ସୁସ୍ଥତା, ପରିବାରରେ ମିତ୍ରତା, ସମସ୍ତଙ୍କ ସହ ବନ୍ଧୁତା, ଚାଲିଚଳନରେ ସଂଯମତା ଏବଂ ପରିଚିତ ମହିଳାଙ୍କଠାରୁ ସାହାଯ୍ୟ ସହଯୋଗ ଧନ ମିଳିବ। ମାନସିକ ପାରିବାରିକ ଶାନ୍ତି, ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ ଏବଂ ପରିବାରର ସମସ୍ତ ସଦସ୍ୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ। ମୂଲ୍ୟବାନ ଧାତୁ ବସନ ଭୂଷଣ ସୌଖିନୀ ଘରୋଇ ଉପକରଣ କ୍ରୟ କରିବେ ଏବଂ ଆମୋଦ ପ୍ରମୋଦରେ ଅଧିକ ଧନ ବ୍ୟୟ କରିବେ। ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ। କର୍ମରେ ଆଶାଠାରୁ ଅଧିକ ସଫଳତା ଓ ମହିଳା ସହକର୍ମୀଙ୍କ ସାହାଯ୍ୟ ସହଯୋଗ ପ୍ରାପ୍ତ ହେବ। ଯେଉଁମାନଙ୍କର ଉତ୍ତର ଭାଦ୍ର ମୀନ ସେମାନେ ସୁଫଳ ପାଇବେ। ଶୁଭ ରଙ୍ଗ ଗୋଲାପୀ, ସଂଖ୍ୟା 9, ଆରାଧନା ପ୍ରଭୁ ଗଜାନନ। ଇଏ ଥିଲା ଆଜିର 12ଟି ରାଶିର ବ୍ୟକ୍ତିମାନଙ୍କର ଆଜିର ରାଶିଫଳ।
ସମସ୍ତ ରାଶିର ବ୍ୟକ୍ତିମାନେ ଦିନଟି ଶୁଭ ହେବା ପାଇଁ ଉକ୍ତ ମନ୍ତ୍ରଟି ଆମେ ଯେଉଁ ମନ୍ତ୍ରଟି କହୁଛୁ ସେ ମନ୍ତ୍ରଟି ଋଷି ଆଦି କରି ଯଦି ପାଠ କରନ୍ତି ନିଶ୍ଚିତ ଭାବରେ ଦିନଟି ଆପଣଙ୍କର ମଙ୍ଗଳମୟ ଏବଂ ଶୁଭମୟ ହେବ। ଆଜି ଯେହେତୁ ମଙ୍ଗଳବାର, ମଙ୍ଗଳର ମନ୍ତ୍ରଟି ଯଦି ଆପଣ ଋଷି ଆଦି କରି ଠିକରେ ପାଠ କରନ୍ତି ତାହା ନିଶ୍ଚିତ ଭାବରେ ଆପଣଙ୍କର ଆଜି ଦିନଟି ଶୁଭ ମଙ୍ଗଳମୟ ହେବ ଏବଂ ସମସ୍ତ ବାଧାବିଘ୍ନ ଦୂର ହେବ। ମନ୍ତ୍ରଟି ହେଲା ଏବଂ ଅଚ୍ଛଶ୍ରୀ ମଙ୍ଗଳ ମହାମନ୍ତ୍ରସ୍ୟ ଗୁରୁପାକ୍ଷ ଋଷି ଅନୁଷ୍ଠୁପ ଛନ୍ଦଃ ଅଦ୍ୟ ଦିବସ ଦିବସାଧିପତି ମଙ୍ଗଳ ଦେବତା ସୁକୃତାଇ ମଙ୍ଗଳ ଦେବତା ମନ୍ତ୍ର 178 ସଂଖ୍ୟକ ମନ୍ତ୍ର ଜପେ ବିନିଯୋଗ। ଏ ଋଷିଆ ଯଦି ଥରେ କରିବେ ଏବଂ ମଙ୍ଗଳଙ୍କ ମନ୍ତ୍ରଟି ହେଲା ଏବଂ ହୁମ୍ ଶ୍ରୀଂ ମଙ୍ଗଳାୟ ନମଃ। ଏ ମନ୍ତ୍ରଟିକୁ ସକାଳେ 108 ଏବଂ ସନ୍ଧ୍ୟାବେଳେ 108 ପାଠ କରନ୍ତୁ। ନିଶ୍ଚିତ ଭାବରେ ଦିନଟି ଆପଣଙ୍କର ମଙ୍ଗଳମୟ ଏବଂ ଶୁଭମୟ ହେବ। ଯଦି ଆମର এই ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ ଆମକୁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଆପଣଙ୍କର ସୁଚିନ୍ତିତ ମତାମତ ଦିଅନ୍ତୁ ଏବଂ ଆମ ସହିତ ଯୋଡ଼ି ହେଇ ରୁହନ୍ତୁ, ଆମକୁ ଉତ୍ସାହିତ କରନ୍ତୁ। ଆଜି ତ ସମୟ ସରିଯାଇଛି, ଆସନ୍ତାକାଲି ଦେଖା ହେବ ଠିକ୍ ଏହି ସମୟରେ। ବିଦାୟ ଦିଅନ୍ତୁ। ଜୟ ଜଗନ୍ନାଥ।